ଚଉଦୁଆରେ କି ଲୀଳା ଆଗକୁ ସବୁ ହବ, କ'ଣ ଘଟଣା ଘଟିବ କଳିଯୁଗରେ ଟିକେ ସେଇ କଥା କହୁନାହାନ୍ତି ନା। କଟକ ଚଉଦ୍ୱାର କଥା କହିବି ଯେ ଶୁଣ, କି ଖେଳ ଲାଗିବ ତାହା କରିବି ବଖାଣ। କି ଖେଳ ଲାଗିବ ତାହା କରିବି ବଖାଣ। କି ଖେଳ ଲାଗିବ ତାହା କରିବି ବଖାଣ। ଅର୍କି ଦାସ କହିଲେ ହଉ 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 ବାପା, କି ଖେଳ ଲାଗିବ ସେଠି ଜାଣିଛୁ, ଆଗକୁ ସବୁ ଖେଳ ହବ, ସେଇ ଚଉଦ୍ୱାରେ ଖେଳ ହବ ନୁହେଁ। କି ଖେଳ ଲାଗିବ ଶୁଣୁ। ବୋଲେ କଟକ ଚଉଦ୍ୱାର ହେବ ରଣଗୋଳ ଜାଣ, ବିରାଟ ଗାଦି ଯେ ଥିଲା ଏଠାରେ ପ୍ରମାଣ। ଏ ଶୁଣ, ହଁ ଶୁଣ ଭାଇ ଶୁଣ 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 ଶୋଧିଦାନ, ଅନ୍ୟଥା ନହିବ କେବେ ମାଳିକା ବଚନ। ଅନ୍ୟଥା ନହିବ କେବେ ମାଳିକା ବଚନ। କଟକ ଚଉଦ୍ୱାର ହେବ ରଣଗୋଳ ଜାଣ, କଟକ ଚଉଦ୍ୱାର ରଣଗୋଳ ହେବ ବୋଲି ମହାପୁରୁଷ ମାଳିକାରେ ଲେଖିଛନ୍ତି। ସେଇ କଥାକୁ ମହାପୁରୁଷ ମାଳିକାରେ ଲେଖିଲେ କି ଅଚ୍ୟୁତାନନ୍ଦ ଆକୁ ଅର୍କି ଦାସ କହିଲେ। ଅଚ୍ୟୁତାନନ୍ଦ କ'ଣ ଏହାପରେ ଲେଖିଛନ୍ତି କହିଲେ ବାବୁରେ, ଲହ ଲହ ଜିହା କରିଣ ବଉଳ କାଳିକା ପିଇବେ ରକ୍ତ, ଯୋଗିନୀ ଯୋଗ ମାୟା ବଢାଇଣ କାୟା ଉଦର କରିବେ ତୃପ୍ତ। ନାହିଁ ଆଉ ବେଶ ବେଳ ଲୋ ବଉଳ ନିକଟେ ହୋଇବ ଦେଖା, ପଞ୍ଚ ସଖା ମାନେ କହି ଯାଇଛନ୍ତି ପୁରାଣରେ ଅଛି ଲେଖା। ମହାପୁରୁଷ କହିଲେ କହିଲେ ବାବୁରେ, ଏଭଳି ସମୟ ଆସିବ, ଲହ ଲହ ଜୁହା କରୁଣ ବଉଳ କାଳିକା ପିଇବେ ରକ୍ତ। କାହିଁକି, କ'ଣ ପାଇଁ ପିଇବେ, ଏ କଥାଟି ମହାପୁରୁଷ କାହିଁକି ଲେଖିଲେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦେଖି ସଥି ଜ୍ଞାନୀ ଗୁଣୀ ମଣ୍ଡଳୀ ଆମେ ଆଲୋଚନା କରୁଥିଲେ। ଆଜିର ବିଷୟ କ'ଣ ନା, କଟକର ଚଉଦ୍ୱାର କ୍ଷେତ୍ର ଉପରେ ମାଳିକାରେ ମହାପୁରୁଷ କ'ଣ ଲେଖିଛନ୍ତି। ଚଉଦ୍ୱାର ଉପରେ, ଚଉଦ୍ୱାର କ୍ଷେତ୍ର ଓଡ଼ିଶା ଭୂଖଣ୍ଡରେ ଯେତେ ଯେତେ ମାଳିକା ବର୍ଣ୍ଣିତ କ୍ଷେତ୍ର ଗୁଡ଼ିକ ରହିଛି, ସେଇ କ୍ଷେତ୍ର ଭିତରୁ କଟକର ଚଉଦ୍ୱାର ହେଉଛି ଅନ୍ୟତମ। ସେ ଚଉଦ୍ୱାର ଉପରେ କ'ଣ ଲେଖାଯାଇଛି, ଆଗକୁ କି ଲୀଳା, ଆଗକୁ କି ଘଟଣା ଗୁଡ଼ିକ ସେ କ୍ଷେତ୍ରରେ ଘଟିବ କହିଲେ। ଲହ ଲହ ଜୁହା କରୁଣ ବଉଳ କାଳିକା ପିଇବେ ରକ୍ତ, ଯୋଗିନୀ ଯୋଗ ମାୟା ବଢାଇଣ କାୟା ଉଦର କରିବେ ତୃପ୍ତ। ଏ କଥା ଆମେ ଆଲୋଚନା କରୁନଥିଲେ। କହିଲେ ଆସିବ ଯେତେବେଳେ ସମୟ, ଗୋଟିଏ ଓଳି ମହାଭାରତ ଯୁଦ୍ଧ ଯେଉଁ ବାକି ରହିଛି ତା ହବ କୋଉଠୁ ନା ଏଇ ଚଉଦ୍ୱାର ଠାରୁ। ଚଉଦ୍ୱାର ARC ଅଛି, ସେଇଠୁ ଯୁଦ୍ଧ ଆରମ୍ଭ ହବ। ପାଣ୍ଡବମାନଙ୍କର ଅସ୍ତ୍ରଶସ୍ତ୍ର ଶମୀ ବୃକ୍ଷରେ ସେଇ ନିକଟରେ ରହିଛି ବୋଲି ଦ୍ୱାପର ଯୁଗରୁ ଇ କଥା ମାଳିକାରେ ଲେଖା ଅଛି। ସେଠୁ ବାହାରିବ, ତେଣୁ ସେଇଥିପାଇଁ ଲେଖିଲେ ଲହ ଲହ ଚୁହା କରୁଣ ବଉଳ କାଳିକା ପିଇବେ ରକ୍ତ, ଯୋଗିନୀ ଯୋଗ ମାୟା ବଢାଇବେ କାୟା ଉତ୍ତର କରିବେ ତମେ। କାହିଁକି ନା ରଣଗୋଳ ସେଠି ହେବ, ଯୁଦ୍ଧ ହବ। ସେଇଥିପାଇଁ କହିଲେ ଏହିଠାରେ ପ୍ରଳୟ ଯେ ହୋଇବ ପରୀକ୍ଷା, କମଳା ଏହିଠାରେ ଯେ ପୁଣି ଦେବେ ଦେଖା। ଏ ଶୁଣ, ହଁ ଶୁଣ ଭାଇ ଶୁଣ 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 ଶୋଧିଦାନ, ଅନ୍ୟଥା ନହିବ କେବେ ମାଳିକା ବଚନ। ଅନ୍ୟଥା ନହିବ କେବେ ମାଳିକା ବଚନ। ଅର୍କି ଦାସ ମହାଗୁପ୍ତ ପଦ୍ମକଳ୍ପରେ ଲେଖିଲେ ଏହିଠାରେ ପ୍ରଳୟ ଯେ ହୋଇବ ପରୀକ୍ଷା, ଏଇଠାରେ ପରୀକ୍ଷା ସବୁ ହବ, ଆଉ କମଳା ଏଇଠାରେ ଦେବେ ପୁଣି ଦେଖା। କମଳା କହିଲେ କିଏ, ଲକ୍ଷ୍ମୀ। ଲକ୍ଷ୍ମୀ ବର୍ତ୍ତମାନ ଛାଡ଼ି ଯାଇନାହାନ୍ତି, କେହି ଭୁଲ ବୁଝିବେ ନାହିଁ ଏ କଥା। ମହାପୁରୁଷ ଲେଖିଛନ୍ତି ଚଉଦ୍ୱାର ଆଜି ଦେଖନ୍ତୁ, ଯାହା ସବୁ ଫ୍ୟାକ୍ଟ୍ରି ଥିଲା ସବୁ ବନ୍ଦ ବାନ୍ଦ ହେଇଛି। ସୂତା କଳ ଥିଲା, ପେପର ମିଲ୍ ଥିଲା, ଲୁଗା କଳ ଥିଲା, କେତେ କ'ଣ ଥିଲା, ଅଛି ନା। ସ୍ତ୍ରୀହୀନ ହେଇଛି, ପୁଣି ଶ୍ରୀଯୁକ୍ତ ହବ କେତେବେଳେ। ମହାପୁରୁଷ ଲେଖିଛନ୍ତି ଏଇଠାରେ କମଳା ଏଇଠାରେ ଦେବେ ପୁଣି ଦେଖା, ପୁଣି କମଳା ଦେଖା ଦେବେ। ଅର୍ଥ ଚଉଦ୍ୱାର ପୁଣି ଧନ ଧାନ୍ୟରେ ପୂର୍ଣ୍ଣ ହବ, ପ୍ରାଚୁର୍ଯ୍ୟରେ ପୂର୍ଣ୍ଣ ହେବ ଚଉଦ୍ୱାର ନିକଟ ଭବିଷ୍ୟତରେ ବୋଲି ମାଳିକାରେ ଅର୍କି ଦାସ ଲେଖିଲେ। ଚଉଦ୍ୱାରବାସୀ ମାନେ ଯଦି ଶୁଣୁଥିବେ ମାଳିକାରେ ଅଛି, ସେମାନେ ମୁଣ୍ଡରେ ହାତ ଦେବେ, କ'ଣ ଆଗରୁ କେତେ କ'ଣ ଥିଲା, କିଭଳି ସୁଖ ଶାନ୍ତି ଆନନ୍ଦରେ ରହୁଥିଲେ ପ୍ରାଚୁର୍ଯ୍ୟ ଭିତରେ। ଦେଖନ୍ତୁ ଶ୍ରୀହୀନ ହେଇଯାଇଛି, ଦୁଃଖ କରୁଥିବେ, କିନ୍ତୁ ନା ସେ ଦୁଃଖର ଅନ୍ତ ଆଗକୁ ହେବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ଅର୍କି ଦାସ ମାଳିକାରେ ଲେଖିଦେଲେ। କମଳା ଏଇଠାରେ ପୁଣି ଦେଖାଦେବେ।
ଯଜ୍ଞ ଯେତେବେଳେ ହେବ ତାପରେ ଦେଖିବି। ଆଉ 9,50,00,000 ଯେ ପରୀକ୍ଷା ସରିବ, ଏକାକ୍ଷର ପରୀକ୍ଷାଟି ଏହିଠାରେ ହେବ। ଏ ଶୁଣ ଶୁଣ ଭାଇ ଶୁଣ 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 ଶୋଧି ଜାନ, ଅନ୍ୟଥା ନହିବ କେବେ ମାଳିକା ବଚନ, ଅନ୍ୟଥା ନହିବ କେବେ ମାଳିକା ବଚନ। 9,50,00,000 ଯେ ପରୀକ୍ଷା ସରିବ, ଏଠାରେ ପରୀକ୍ଷା ହେବ, କମଳା ଦେଖାଦେବେ, ପୁଣି ଲକ୍ଷ୍ମୀ ଦେଖାଦେବେ, ଶ୍ରୀଯୁକ୍ତ ହେବ, ଶ୍ରୀହୀନ ହେଇଛି। ଆଉ ଏକାକ୍ଷର ପରୀକ୍ଷାଟି ଏଇଠାରେ ହେବ। ମହାପୁରୁଷ ଲେଖିଲେ 9,50,00,000 ଯେ ପରୀକ୍ଷା ସରିବ, ଏକାକ୍ଷର ପରୀକ୍ଷାଟି ଏହିଠାରେ ହେବ ରେ। ଯୋଉ ଏକାକ୍ଷର କହନ୍ତି, ଏକାକ୍ଷର ବ୍ରହ୍ମ ଏକାକ୍ଷର, ଏ ବ୍ରହ୍ମ ଏକାକ୍ଷର ପରୀକ୍ଷା ଏ 14ରେ ହେବ ବୋଲି। କେତେବେଳେ? ଯେତେବେଳେ ଯଜ୍ଞ ବିରାଟ ଗାଦିରେ ହେବ, ସେଠି ବିରାଟ ଗାଦିରେ ଯେତେବେଳେ ଯଜ୍ଞ ହେବ, ସେଠି ବ୍ରହ୍ମ ଏକାକ୍ଷର ପରୀକ୍ଷା ହେବ। ପୁଣି ମହାପୁରୁଷ ଆହୁରି ଲେଖିଲେ ମାଳିକାରେ, କହିଲେ ବହୁତ ଅସ୍ତ୍ର ଏଠାରେ ରହିଅଛି ଜାଣ, ସେବେଳେ ବାହାର ହେବ ଏକଥା ପ୍ରମାଣ। ଏ ଶୁଣ ଶୁଣ ଭାଇ ଶୁଣ 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 ଶୋଧି ଜାନ, ଅନ୍ୟଥା ନହିବ କେବେ ମାଳିକା ବଚନ, ଅନ୍ୟଥା ନହିବ କେବେ ମାଳିକା ବଚନ। ମହାପୁରୁଷ ଅର୍କିତ ଦାସ କହିଲେ, ରାମରେ ବହୁତ ଅସ୍ତ୍ର ଏଠାରେ ରହିଅଛି ଜାଣ। ଦେଖନ୍ତୁ, ଏବେକାର କଥା ନୁହେଁ, ଇଏ ମହାପୁରୁଷ ଲେଖିଛନ୍ତି 600 ବର୍ଷ ତଳର କଥା, 600 ବର୍ଷ ତଳର କଥା, 600 ବର୍ଷ ତଳର ଭବିଷ୍ୟତ। 600 ବର୍ଷ ତଳେ ଲେଖିଦେଲେ, କହିଲେ ବହୁତ ଅସ୍ତ୍ର ଏଠାରେ ରହିଅଛି ଜାଣ, ଏଠାରେ ବହୁତ ଅସ୍ତ୍ର ରହିଛି। ତେଣୁ ଦେଖନ୍ତୁ, ପାଣ୍ଡବମାନଙ୍କର ଅସ୍ତ୍ର ଆମେ କହିଲୁ, କିନ୍ତୁ ଏବେ ଆପଣ ଦେଖନ୍ତୁ ବର୍ତ୍ତମାନ ସମୟରେ ଅସ୍ତ୍ର ଶସ୍ତ୍ର ସବୁ ଗାରା ହେଇନି। ଦେଖନ୍ତୁ ମାଳିକା କେତେ ସତ। ଆଉ ସେବେଳେ ବାହାର ହେବ ଏକଥା ପ୍ରମାଣ। ଏ ଅସ୍ତ୍ର ଶସ୍ତ୍ର ବାହାରିବ, କେତେବେଳେ ବାହାରିବ? ମହାପୁରୁଷ ଲେଖିଛନ୍ତି, ଦେବ ଯେ ଦାନବ ଯୁଦ୍ଧ ଏଠାରେ ଲାଗିବ, ଭାରତ ଯୁଦ୍ଧ ଓଳି ଏଠାରେ ସରିବ। ଏ ଶୁଣ ଭାଇ ଶୁଣ 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 ଶୋଧି ଜାନ, ଅନ୍ୟଥା ନହିବ କେବେ ମାଳିକା ବଚନ, ଅନ୍ୟଥା ନହିବ କେବେ ମାଳିକା ବଚନ। ଦେବ ଯେ ଦାନବ ଯୁଦ୍ଧ ଏଠାରେ ଲାଗିବ। ବର୍ତ୍ତମାନ ଚାଲିନି କି ଦେବାସୁର ସଂଗ୍ରାମ? ବର୍ତ୍ତମାନ ସମୟକୁ, ଅନନ୍ତ ଯୁଗକୁ এই জ্ঞানী গুণী মনে সন্ত মহাত্মা মহাপুরুষ মানে মহাজন মানে জ্ঞানী গুণী মানে আগু কহନ୍ତି কଣ না ଅନନ୍ତ ଯୁଗ। এই ଅନନ୍ତ ଯୁଗରେ ଦେବାସୁର ସଂଗ୍ରାମ ଚାଲିବ, ଦେବତା ଅସୁରର ସଂଗ୍ରାମ ଚାଲିଛି। ଆପଣ କହିବେ କାହିଁକି ତ ଅସୁର ମାନେ କୋଉଠି ଦେଖାଯାଉନାହାନ୍ତି, କାହିଁ ଦେବତା ମାନଙ୍କୁ ଆମେ ଦେଖିପାରୁ? ହଁ ଦେଖିବେ, ଇଏ ତ କଥା, ଏଇ ତ କଥା, ଏଇ ତ ମାଳିକାର ଭିତରେ ରହସ୍ୟ କଥା। କଣ ନା ସଦବିଚାର କୁବିଚାର, ଆସୁରିକ ଚିନ୍ତନ, ଆସୁରିକ ବିଚାର ଏବଂ ଦେବତ୍ୱ ବିଚାର, ସଦବିଚାର ଏବଂ କୁବିଚାର, ଏ ଦୁଇଟାର ସଂଗ୍ରାମ ଚାଲିଛି ନୁହେଁ। ଭଲ ଭାବରେ ଦେଖନ୍ତୁ, ଗୋଟେ ଚିନ୍ତା କରୁଛନ୍ତି ସୃଷ୍ଟି ରକ୍ଷା ହେଉ, କେମିତି ନୀତି ନିୟମ ସଂସାର ଚାଲୁ, ନୀତି ନିୟମରେ ଏଇ ସମସ୍ତେ ସତ ବାଟରେ ଚାଲନ୍ତୁ, ସତ୍ୟ ଶାନ୍ତି ଦୟା କ୍ଷମାକୁ ଧରିକି ଚାଲନ୍ତୁ। ଆଉ କେତେକ ଚାହୁଁଛନ୍ତି ନା ଯାହା ଇଚ୍ଛା ହେଲା ମୁଁ ସେଇଆ କରିବି, ମୋ ଇଚ୍ଛାରେ ମୁଁ ଚଳିବି ସଂସାରରେ। ଧର୍ମ କର୍ମକୁ ଯିଏ ମାନୁନାହାନ୍ତି, ନୀତି ନିୟମରେ ମାନୁନାହାନ୍ତି, ପୁରାଣ ପୋଥିକି ଯିଏ ମାନୁନାହାନ୍ତି, ଏ ଦେବାସୁର ସଂଗ୍ରାମ ବର୍ତ୍ତମାନ ସଂସାରରେ ଚାଲିଛି। ଆଉ ସେଇ ସଂଗ୍ରାମ ମହାପୁରୁଷ କହିଲେ ତୃତୀୟ ବିଶ୍ୱଯୁଦ୍ଧ ଭାବରେ, ଯାହାକି ଦେଶ ଦେଶ ଭିତରେ ଯେଉଁ ଯୁଦ୍ଧ ହେବ, କହିଲେ ଦେବ ଯେ ଦାନବ ଯୁଦ୍ଧ ଏଠାରେ ଲାଗିବ, ଭାରତ ଯୁଦ୍ଧ ଓଡ଼ିଏ ଏଠାରେ ସରିବ। କେତେବେଳେ? ଯଜ୍ଞ 14 ବିରାଟ ଗାଦିରେ ହେବ, ଅସ୍ତ୍ର ଶସ୍ତ୍ର ସବୁ ବାହାରିବ, ସେଇ ସମୟ ତାପରେ କମଳା ଦେଖାଦେବେ, ଅର୍ଥାତ୍ 14 ପ୍ରାଚୁର୍ଯ୍ୟମୟ ହେଇଯିବ। ଶ୍ରୀ ନଇଛି ଶ୍ରୀଯୁକ୍ତ ଆଗକୁ ହବ, ଲେଖିକି ରଖନ୍ତି କଥା, ଆଗକୁ ହବ।